କେତେ ନାଲି ଭଳି ରକ୍ତ ଗୁରା ସବୁ ଲାଗିଛି। ଓ ବାବରେ ହାତରେ ସବୁ। ଭାଇ ଭାଇ ଇଏ କଣ? ଆବେ ଆବେ ତୁ କଣ ଘର ଭିତରୁ ବାହାରୁଛୁ? କଳାଖାନା ବୁଲେଇ ଦେଇଛୁ ବୋଧେ। ଆଉ ସେ କବାଟ ଇ ଭଗବାନ କଣ କରିଛି? ଆଉ ଗାଇସ୍ ବାକି ରହିଲା ଆଉ କିଛି ଜିନିଷ ଖୋଲା ହବ ଆଉ ଫିଟିଂ ହବ। ଏବେ ବର୍ତ୍ତମାନ ଭୋକ ବି ଲାଗିଲାଣି। ରୋଷେଇ ହାତ ନାକ ପାଟି ଦାଣ୍ଡି ସବୁ କିଛି ଏଠି ଧୁଆଧୁଇ ହଉଛି। ଚିହ୍ନି ପାରୁଛ ମତେ? ଚିହ୍ନି ପାରୁନ ନା? ଭଲ କି ଜୟ ଜଗନ୍ନାଥ, ୱେଲକମ୍ ଟୁ ସାନୁ ବ୍ଲଗ୍। ସୋ ଗାଇସ୍ ଏବେ ସକାଳ ହେଉଛି 9ଟାରୁ ଉଠିକି ଗାଧା ପାଧା କରି ସବୁ କାମ ଟୁଟେଇ ସାରିଲେଣି, ମାନେ ଗାଧା ପାଧା କାମ ହେଲା। ତ ଆଜି କ'ଣ ହେବାକୁ ଯାଉଛି, ପୁରା ମାନେ ଖତରନାକ ବ୍ଲଗ୍ ହେବାକୁ ଯାଉଛି। କାହିଁକିନା ବ୍ଲଗ୍ ଆସୁନଥିଲା ଏତିକି ନା, ବହୁତ କାମ ଭିତରେ ବ୍ଲଗ୍ ଆସିପାରୁନି ହେଲେ ହେଲା। ତ ବର୍ତ୍ତମାନ ଆଜି ବ୍ଲଗ୍ ବନଉଛି ହେଲା। ସଦାବେଳେ ତ ମେଘୁଆ ପାଗ ହେଲା। ଏବେ ଟିକେ ମୌସମ ପୁରା ଭଲ ଦେଇଛି ହେଲା। ଆଜି ପୁରା ମୌସମଟା ପୁରା ବିଗିଡ଼ିଲା ଭଳିଆ ଲାଗୁଛି। କାହିଁକି ନା ମେଘ ସଦାବେଳେ ମେଘ ବର୍ଷା ସଦାବେଳେ ବି ପକଉଛି। ବର୍ତ୍ତମାନ ଟିକେ ହାଲକା ହାଲକା ଖରା ବି ଏବେ ଦେଉଛି ହେଲା। ତ ମୁଁ ଏବେ ଗାଧା ବାଧା କରି ଗାମୁଛା ଶୁଖେଇବାକୁ ଆସିଛି ହେଲା। ଆଉ ଏଇ ହାଲତଟା ଦେଖ, ଏଇ ର୍ୟାମ୍ପର ହାଲତ ମାନେ ପୁରା ବିଗିଡ଼ି ଯାଇଛି। ପାଣି ଆସିଲେ ପୁରା ଏ ଭିତରେ ପଶି ଯାଉଛି, ଏ ଭିତରେ ପୁରା ଫୁଲ୍ ହେଇଯାଉଛି ହେଲା। ମାନେ ଗୋଟେ ଲୋକଟେ ଗାଧେଇବ ବୋଲେ ଆରାମସେ ଗାଧେଇ ହେଲା। ତ ଗାଇସ୍ ଆଜିର ଦିନଟା କେମିତି କଟୁଛି ପ୍ଲିଜ୍ ଟିକେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିବ ପ୍ଲିଜ୍ ଗୋଟେ ଲାଇକ୍ଟେ କରିବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିବେ ଗାଇସ୍, କେହି ଭୁଲିବେନି। ତ ଚାଲ ଏବେ ଇଣ୍ଟ୍ରିକ୍ସ ଆଜି ଦେଖିବା କ'ଣ ହେଲା। ତ ବର୍ତ୍ତମାନ ଆଜି ଏଇ ପାଇପ୍ ଯେଉଁ ଦେଖାହେଉଛି, ଏଇ ପାଇପ୍ରେ ଆଜି ଗୋଟେ ବିଛାଟେ ପଶିଥିଲା। ବିଛାଟା ବିଷୟରେ କ'ଣ, ମୁଁ ସେଇପଟୁ କନେକ୍ସନ୍ କଲା ଆସିକି ପାଇପ୍ ଲଗାଇଲା ବେଳକୁ ସେ ବିଛାଟା ଏଇପଟିଆ ବାହାରିକି ଡ୍ରମ୍ ଭିତରେ ପଶିଗଲା। ଏ ଭିତରେ ପଶିକି ଏଡ଼େ ବଡ଼ ବିଛା, ମିନିମମ୍ ଚାଖେଣ୍ଡେ ଖଣ୍ଡେ ହେବ, ମୋ ହାତଠୁ ଚାଖେଣ୍ଡେ ଆହୁରି ବଡ଼ ହେବ ହେଲା। ତ ଆଉ ଯଦି ଏଇ ଡ୍ରମ୍ରେ ପାଣି ଫୁଲ୍ କରୁଥିଲି, ଏ ଡ୍ରମ୍ରେ ପାଣି ଫୁଲ୍ କଲା ବେଳକୁ ବିଛା ସେଇପଟେ ବାହାରିଲା ହେଲା। ତ ଆଜି ପୁଣି କାମ କେତେ କ'ଣ ବାକି ଅଛି ଆପଣମାନଙ୍କୁ ଦେଖେଇବି। ଆଉ କ'ଣ କାମ ହେବାକୁ ଆସିଛି ଗାଡ଼ି, ଆଉ ଗ୍ୟାରେଜରେ ବି ବ୍ଲଗ୍ ବନେଇବାକୁ ପଡ଼ୁଛି ନା ହେଲା। ତ ଏଇ ଗାଡ଼ିଟା ଆମର ଦେଖ, ମାନେ ମାସେ 2-3 ମାସ ହେଲା ଖୋଲା ହେଇକି ରଖା ହେଇଛି, କିନ୍ତୁ କାମ ଷ୍ଟାର୍ଟ ହେଇନି। କାମ ଜୋରିଆ ଥିଲା ନା। ଏଇ ଗାଡ଼ିଟା ଆମର କାମ ହେବାକୁ ଆସିଥିଲା। ଏଇ ଗୋଟେ ଅଟୋ କ୍ଲୋଜ୍ ଗାଡ଼ି, ଏ କାଲି ରାତି ଯାକ ମୋତେ ହଇରାଣ କରିକି ପୁରା ମୁଣ୍ଡ ଖରାପ କରିଦେଇଛି ପୁରା। ଏ ଗ୍ଲାସ୍ ଟୋଟାଲ୍ ଡାଉନ୍ ହୋଇଯାଇଛି। ତାକୁ ଜରି ବାଡ଼େଇକି ମୁଁ ରାତି ଯାକ, ଭାଇ ବିଶ୍ୱାସ କର, ମଶା ବାଡ଼େଇକା ମୋ ଜୀବନ ପଳେଇଛି ହେଲା। ମଶା ବାଡ଼େଇକା ମୋ ଜୀବନ ପଳେଇଛି। ସେ ଭିତରେ ଶୋଇକି ମୋ ଗୋଡ଼ ହାତ ଯୋଉଭଳିଆ ପୀଡ଼ା ହେଉଛି ଏବେ ସକାଳୁ ହେଲା। ଅଳ୍ପ ଜାଗା ନା, ଶୋଇଲା ବେଳକୁ ନୁଚୁ କୁଚା ହେଇକି ଶୋଉଛି ହେଲା। ଆଉ ଏ ଗେଟ୍ ବି କାଲି ବନ୍ଦ ହେଇନି ହେଲା। ଇଏ 20,000 ଟଙ୍କାର ବ୍ୟାଟେରୀ ଥୁଆ ହେଇଛି। ରାତି ଯାକ ମୁଁ ପହରା ଦେଉଛି ପୁରା ଏଇ ଭିତରେ, ଆଉ ମାନେ ଗାଡ଼ି ଭିତରେ। ଆଉ ମିସ୍ତ୍ରୀ ଆମର ତ ଭିତରେ ଶୋଇଲେ ଆରାମସେ। ଆଉ ମୁଁ ବାହାରେ ପୁରା ମଶା ବାଡ଼େଇକା ମୋ ଜୀବନ ହାଲତ ହେଇଯାଇଛି ଆଉ ହେଲା। ତ ବର୍ତ୍ତମାନ ଚାଲ, ଏଇ ଦେଖ, ଏଇ କୁକୁରଟାକୁ ଯେତେ ମାଠିବୁ ମାଠେ, ଶଳା ସେଇ ଦେହ ପୁରା କାଠେ। ଯେମିତି କଥାରେ ନାହିଁ, ଏ କୁକୁରଟା ସଦାବେଳେ ଆସିକି ଶୋଇବ ଖାଲି, ଆଉ କିଛି ଆର କାମ ଧନ୍ଦା ନାହିଁ। ଖାଲି ଭିତରେ ଅଳିଆ ଗଦାରେ ଏକା ଶୋଇବ, ଆଉ କିଛି ନାହିଁ। ଆଉ ଏଇ ଗାଡ଼ିଟା ପୁରା ଫାଇନାଲ୍ କଲର୍ ହେଇଯାଇଛି। ବର୍ତ୍ତମାନ ଦେଖ, ଗାଡ଼ିର ପୁରା ଲୁକ୍ ପୁରା ବଦଳି ଯାଇଛି, ଅଲଗା ପ୍ରକାର ପୁରା ହେଲା। ମିସ୍ତ୍ରୀ ଦେଖ, ଏଇଠି ଗୋଟେ ଗାଡ଼ି କାମ ତାଙ୍କର ଚଲେଇଛନ୍ତି। ଆଉ ମିସ୍ତ୍ରୀ କିନ୍ତୁ ବେଶୀ ଦିନ ଆଉ ରହିବେନି। ଆଉ ସେଇଟା ହେଉଛି ମନ ଦୁଃଖ ନା କ'ଣ ମିସ୍ତ୍ରୀ? ସେ ପଳେଇବେ। ଆଉ ଚାଲ ଆମେ ଏଇଥିରେ ଭାତ ଆଜି ବସିବା। ଆଉ ଇଏ ତ ଘୁମେଇଛି ପୁରା ମିକି ମା। ମୌସମ ପୁରା ଗାର୍ଡେନ୍ ଦେଇଛି। ତାକୁ ଧୋଇକି ପାଣି ଆକୁ ଭରି କରିକି ନେବା। ଆମର ଇଏ ରେଡ଼ି ହେଇଗଲା, ପାଣି ହେଇକି ଆକୁ ଖାଲି ଯାଇକି ରୋଷେଇ କରାହବ, ଭାତ ବସେଇକି।
କିଛି ନଥିଲା ଗ୍ୟାରେଜରେ ବର୍ତ୍ତମାନ ଏବେ ଧରିକି ଆସିଲି ଦୋକାନରୁ ତେଲ ମାନେ ଖାଣ୍ଟି ସୋରିଷ ତେଲ ଆଉ ପଖାଳରେ ଲଗେଇକି ଖାଇବା ପାଇଁ ଗୋଟେ ମିକ୍ସଚର ଆଉ ଲୁଣ ଥିଲା ସରି ଲୁଣ ନଥିଲା ଗୋଟେ ଲୁଣ ଟାଟାର ପିଆଜ ପତ୍ର ଯାହା ରସୁଣ ହଳଦୀ ଫଳଦୀ ସବୁ ଆସିଲା ଏବେ କ'ଣ ପଖାଳ ଖାଇକି ଡ୍ୟୁଟିରେ ଲାଗିଯିବା ଆଉ ହେଲା ଗାଇସ୍ ଏ ବର୍ତ୍ତମାନ ଆଳୁ ଫାଳୁ କଟା ହେଇଗଲା ହେଲା ତ ପିଆଜ ଫିଆଜ କଟା ହେଇନି ପିଆଜ ଫିଆଜ କଟିକି ଆଉ ଏପଟେ ଭାତ ବସିଛି ହେଲା ଭଜା ଭଜି କରିଦେବା ଆଉ ଦେଖ ଇଏ ଗୋଟେ କେକ୍ ବହୁତ ଲେଟ୍ ହେଇଗଲା ଯେ ପୁଣି ଡ୍ୟୁଟି କରିବାର ଅଛି ପୁଣି ତାକୁ କେକ୍ ଖାଇବାକୁ ନା କ'ଣ ସେଇଆଡ଼ୁ କେକ୍ ମିସ୍ତ୍ରୀଙ୍କ ପାଇଁ ମୋର ଆସିଛି ଆଉ କେକ୍ ଖାଇକି କାମ କରୁଛି ଟିକେ କମେଣ୍ଟ କରିବ ରୋଷେଇ ଛାଡ଼ିକି ଜିନିଷ ପତ୍ର ସବୁ ଥୁଆ ହେଇଛି ଭାତ ଇଆଡ଼ୁ ଉତୁରି ଗଲାଣି ଆମେ ଆଣି କେକ୍ ଖାଇସାରିଲୁଣି ଭାତ ଦେଖ ଉତୁରି ଗଲାଣି ଓ ଗରମ ପୁରା ଗାଇସ୍ ଏଇ ଗାଡ଼ି ଟୋଟାଲ ଷ୍ଟାର୍ଟ ହେଉନି ଏଇ ଗାଡ଼ି ପାଇଁ କାଲି ରାତିରେ ଏତେ ହଇରାଣ ହେଇଛି ରାତି ଯାକ ଶୋଇବାକୁ ପଡ଼ୁନି ମାନେ ମଶା ବାଡ଼େ ବାଡ଼େ ମୋ ରାତିଟା ହିଁ କଟି ଯାଇଛି ହେଲା ତ ବ୍ୟାଟେରୀ ଧରିକି ପଳେଇ ଯାଇଛି ସେଇଠି ଯେଉଁ ଗାଡ଼ି ଅଛି ସେଇ ଗାଡ଼ିରୁ ଖୋଲିକି ଆଣିକି ଏଇ ଗାଡ଼ିରେ ଦେଖିବା ଟ୍ରାଏଲ୍ କରିବା ମାନେ ବ୍ୟାଟେରୀ ୟାର ମାନେ ଚାର୍ଜ ଖତମ ହେଇଯାଇଥିବ ବୋଧେ ଲାଗୁଛି କିନ୍ତୁ ତାକୁ ଫିଟିଙ୍ଗ କରିକି ଦେଖିବା ଷ୍ଟାର୍ଟ ହେଉଛି କି ନାହିଁ ତାପରେ ଗାଡ଼ି ଦେବା ପଛକୁ କାହିଁକିନା ଏଇ ଗେଟ୍ ଯେଉଁ ଗେଟ୍ ଦେବାକୁ ଟିକେ ଅସୁବିଧା ହେଲା ରାତିରେ ଲାଗୁଛି ଏଇଠି ନା ହେଲା ସେଇପଟା ହେଇଗଲା କିନ୍ତୁ ଏଇପଟା ଲାଗିକି ରହିଛି ପୁରା ଚାଲ ଆମେ ୟାକୁ ଏବେ ଲଗେଇବା ସେ ଗାଡ଼ିର ପ୍ରୋବ୍ଲେମ ଯେଉଁ ଭଳିଆ ଧରିଦ ଲଗେଇକି ଧରିଛ ତ ଲଗେଇକି ଧରିଛ ହଉନି ବା ଗାଡ଼ି ଟୋଟାଲ ଫିଟିଂ ମାନେ ଷ୍ଟାର୍ଟିଂ ହେଲାନି ସେ ଗାଡ଼ି ଆଉ ଏଇ ଗାଡ଼ିର ଏଇ ମ୍ୟାଟ୍ ଫ୍ୟାଟ୍ ସବୁ ଖୋଲା ହେବ ସିଟ୍ ଫିଟ୍ ଖୋଲି ସାରିଲେଣି ଅଲରେଡ଼ି ରହିଲା ସବୁ ଖୋଲାଖୋଲି ହେବ ହେଲା ସେଇ ଜିନିଷ ଗୁଡ଼ା ସବୁ ବାହାର ହେବ ଗାଡ଼ିରେ ପୁରା ପାଣି ପଶିକି କ'ଣ ହାଲତ ହେଇଛି ଦେଖ ଏରା ସବୁ ଅଏଲ୍ ଏରା ପଡ଼ିଛି ଏରା ସବୁ ପାଣି ମାନେ ଏଇପଟେ ଯେଉଁ ଡୋର୍ଟା ଖୋଲା ରହୁଛି ସଦାବେଳେ ଏଇପଟେ ପାଣି ଲିକେଜ୍ ହେଉଛି ତ ଗାଇସ୍ ଭିତରେ ମୁଁ ମାନେ କାମ କରୁଛି ଆପଣ ନିଜେ ଦେଖିବେ ତ ପୁରା ଡର ହେଲା ଦେଖ ଏଇ ଭିତରେ ପୁରା ନଟି ବୁଦା ମାନେ ଏଇଠି ଗୋଟେ ଅଛି ତୁଳସୀ ଗଛ କେଉଁ ତୁଳସୀ କୁହନ୍ତି ମୁଁ ତ ଜାଣିନି ହେଲା କିନ୍ତୁ କେଉଁ କଣ୍ଡିସନ ଭିତରେ କାମ କରୁଛି ମୁଁ ଆପଣମାନେ ନିଜେ ଦେଖନ୍ତୁ ହେଲା ପୁରା ଡେକି ଲାଗୁଛି ମୁଣ୍ଡକୁ ଗୋଡ଼ ହାତ ଇଆଡ଼େ କେଉଁ ପଟିଆ ଗଳିକି ଆସିଛି ଜାଣିଛ ଏଇପଟେ ତ ବାଟ ନାହିଁ ପଛପଟେ ବାଟ ନାହିଁ ଏଇପଟେ ବାଟ ନାହିଁ ଏଇପଟେ ବାଟ ନାହିଁ ମୁଁ ଆସିଛି ଏଇପଟିଆ ଗଳିକି ଆସିଲି ଏପଟେ ଗଳିକି ଆସିଲେ ଏଇ ଜିନିଷଟାକୁ ଆମର ଖୋଲା ହେବ ହେଲା ଖୋଲା ହେଲେ ଏ କାମ ହେବ ହେଲା ତ ଗାଇସ୍ ଦେଖିଲେ ତ ଭିତରେ ପାଣି ଅଛି ପାଣି ଥିବା ଯୋଗୁରୁ କାମ ହେଇପାରୁନି ଆଉ ଏଇ ପାଣି ଏରା ଏବେ ବାହାରିବ ବୋତଲ କାଟିକି ତାକୁ କେତେ ସୁନ୍ଦର ଭାବରେ ସାଇଜ୍ ଭାବରେ କାଟିକି ଆଣିଛି ଏଇ ଯେଉଁ ମଇଳା କଚରା ପାଣି ଅଏଲ୍ ଫଏଲ୍ ମିଶିକି ଅଛି ୟାକୁ କ'ଣ ନା ପଦାରେ ପକେଇବା ଏବେ ଗାଇସ୍ ପୁରା ପାଣି ପୁରା ଖାଲି ସମୁଦ୍ର ପୁରା ଖାଲି ହେଲା ଖାଲି ହେଇଗଲା ଖାଲି ଲାଗିଲା ଯେମିତି ଏରା ଖୋଲିବାକୁ ସୁବିଧା ହେବ ହେଲା ଗାଇସ୍ ବର୍ତ୍ତମାନ ଏବେ
काढ़ी पूरा फिनिश करदेली बाकी रहा वायरिंग काढ़ा बहुत टाइम लगे पुणी यार्डर सब ब्लड बाहर करदे आगुआ केमी बाहर कर देखो केते नाली भली रक्त ओरा सब लगी ओ बाबा सब आमर जमी देहरे रक्त अच्छी सेमती गाड़ीर भी से भाया रक्त अच्छी डब्बारे पूरा फुल पूरा रक्त है तो ये हूँ कौन आपण तो जापारे गाड़ीर कौन है ऑयल भाया लगी तो नाली नाली पूरा ब्लड भाया देखा जाए रक्त भाया देखा जाए गाइस बाकी रहिला आउ किछि जिनिस खोला हबो आउ फिटिंग हबो केमिति फिटिंग हबो आपण माने ए वीडियो को लास्ट पर्यंत देखिले आपण माने भलो से जानि परिबे हैला तो वर्तमान ई गाड़ी खोली की नै सेई गाड़ी फिटिंग हबो हैला तो देखि पाउतबे ए हालत रो अवस्था की भलिया गाड़ीर अवस्था की भलिया हैला तो ये वर्तमान इटा खोला है कारण मो हाथ जोरे भोक भी लगिला रोषे कर खाइबा पुणी बहुत टाइम लगे दीटा पाखापाखि बाजिला एबे चल रोषे करवा तापर खाइबा पीवा टिके रेस्ट नहीं काम करवा एटा हूँ आमर पानी कुंड एठी हाथ नाक पाटी गांडी सब किसी एठी धुआ धुई हो पारुच मत भल आउ जीवाकू पड़ोनी पार्लर साबुन लगे मुह तोजापण देखा no, 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 no. गला पूरा रेडी पूरा रेडी मोरे जेतिको दाग आउ जहा लगी सब छाड़ी गला एबे वर्तमान भल कि मुंडा किमिति क्लीनिंग देखा जाउची आपण माने फेस वाश करले एमिति ची कोन देखा जी बनाए के बेबी हैला याको बसार टोपी पिंधे की पूरा रेडी कर देछि पूरा किमिति हेची देखो सुका बहुत लेट हो गला ना सेटा पय हमर बुढ़ा मौसा हमर रोसे बासरे लागि जाई छनते एठी हमर जो सकाळे भजा भजी कटा हेतिला आलू भजा ए भजा भजी कटा चली सॉरी ए भजा भजी मजा होछि आलू वर्तमान आमे तापरे एबे सठिक टाइम रे आमे खाइ पानु हेता मु पतला पूरा खाया पिया बड़ा हो गला कहीं ना हमर भजा भजी टिके हेछि हला आज संडे आइस होइबा था किंतु भजा भजी करी खाइ दउछु माने केही ना आदि ना आमे दी जण हला खाइ लो एडजस्ट कर पानीटा को एते आसान बोली भाबुछंदी माने देखो मन को ये गोटे किए गोटे खोली दे पानी के नष्ट है सदा बेले आसूँ किए खोलिकी जाऊँगी जिते थर माने टाइट मैंने 4-5 थर कले आसिक बारंबार बारंबार किए खोलिकी पलाऊँ आउ टैप टाइट कर भाया लोक सब भाई ये भितर किए गोटे खड़ खड़ कहला ये भाई ये कौन अबे अबे तू कौन घर भीतर बाहर से कलाखाना बुले बोधे कबाड़ ये भगवान कौन कर खाई दी ना कौन ये को घर को अबे तू एड़े मूर्ख ते सारा मार दे हैं तू एमती कौन हाँ तू घरे पशिया था नुह एमती घरे कि आज पशि हैं भोक लगुच हैं भोक लगुच बोधे तू आउ बाबारे मु कहली चोर फोर किए पशिगला खड़ खड़ कौच बोली भाई देखी पारे कुकुर माने आम भीतर शोचु से आसिक देख 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 से उंटुची पुणी भीतर को जीव बोली कौन ए कौन हूँ तोर
ଏବେ ଏଇ ଗାଡ଼ିର ହେଇଗଲା କାମ ତମାମ ମାନେ ଖତମ ୱାରିଂ ଫାରିଂ ଖୋଲିକି ପୁରା ଏଇଠି ସେଟ୍ କରି ରଖିଦେଇଛି। ଆଉ ବର୍ତ୍ତମାନ ସେଇ ଗାଡ଼ିଟାର ବାକି ଖୋଲା ହେବ। କ'ଣ ଖୋଲା ହେବ ଏଇ ଗାଡ଼ିଟାର ସବୁ ଜିନିଷ ଖୋଲା ହେବ ଭିତରେ ଯାହା ଅଛି ଆଉ ଭିତରେ ଯାହା ଅଛି ସବୁ ଏଇ ସାଇଡ଼୍ରେ ରଖାହେବ। ଆଉ ମିସ୍ତ୍ରୀଟେ କଲର୍ ଫଲର୍ ମାରିକି ପୁରା ରେଡ଼ି କରିଦେଇଛନ୍ତି। ଆଉ ବାକି ରହିଲା ଆମର ଜିନିଷପତ୍ର ଫିଟିଂ ହେଲା ସିଏ ପଳେଇବ ଆଉ ହେଲା। ଚାଲ ଫିଟିଂ କରିଦେବା ଆଉ ହେଲା ଜଲ୍ଦି ଆଉ ଏଇଟା କି ବେଙ୍ଗ ଦେଖିଲେ ଏଇଟା ପୁରା ନିପଟେକି ରହିଛି ପୁରା ଦେଖ କି ବେଙ୍ଗ ଏଇଟା ପୁରା ନିପଟେକି ରହିଛି ପୁରା। ଇଏ ବାବାରେ କି ଭଳିଆ ଦେଉଛି କି ଗାଇସ୍। ତ ଗୋଟେ ଶାନଦାର ଜିନିଷ ଆପଣମାନଙ୍କୁ ଦେଖିବାକୁ ଚାହୁଁଛନ୍ତି କି ତ ଲେଟ୍ କରିବା କାହିଁକି ତ ଚାଲନ୍ତୁ ଦେଖିବା ଶାନଦାର ଜିନିଷ ଏବେ କେମିତି କ'ଣ ହେଉଛି ଦେଖିବା ଆଗକୁ ଚାଲ। ତ ଭିତରେ ଅଛି ଗୋଟେ ଶାନଦାର ଜିନିଷ ତ ଆପଣମାନଙ୍କୁ ମୁଁ ଦେଖେଇବି। ଦେଖ ଏଇଠି ରୋଷେଇ ହେଉଛି ହେଲା ଏଠି ଖିଆପିଆ ସବୁ ହେଉଛି ଜିନିଷପତ୍ର ରଖା ହେଉଛି ହେଲା କିନ୍ତୁ ଜାଣିପାରୁନି ଏଇଟା କିଏ ଆସିକି ଶୋଇଛି ମାନେ ରୁମ୍ ଭିତରେ ମାନେ ଜିନିଷପତ୍ର ରଖା ହେଉଛି ଇଏ କାହିଁକି ଆସିକି ଭିତରେ ଶୋଇଛି ଦେଖିଲେ ମାନେ ଏଇଟା ହେଉଛି ଗ୍ୟାରେଜ ଜିନିଷ ଗୁରା ସବୁ ରଖା ହେଉଛି ହେଲା ଇଏ କାହିଁକି ଆସିକି ଭିତରେ ଶୋଇଛି ମତେ ଟିକେ କହିବ କମେଣ୍ଟ କର ତାର ପ୍ରୋବ୍ଲେମ୍ କ'ଣ ବାରମ୍ବାର କାହିଁକି ଏଇଠିକି ଆସୁଛି ଟିକେ କହିବ ତାପରେ ମୁଁ ଜଣେଇବି ହେଲା। ଓ ମିସ୍ତ୍ରୀ ଦେଖି ଆସ ଗୋଟେ ଜିନିଷ ଦେଖିବ ନା ସେ ଭିତରେ ପଶିକି ଗୋଟେ ରାଜନୀତି ଚଲେଇଛି ଇଏ କ'ଣ ବେ ତାର ହାଲତ ସାରା ଗ୍ୟାରେଜ ଭିତରେ ବସି ଯାଉଛି ତତେ ଖାଲି ମାଡ଼ ଦରକାର କାହିଁ ଭିତରେ ବସୁ ରୁମ୍ ଭିତରେ ବହୁତ ରାତି ହେଇଗଲା ଗାଇସ୍ ହେଲା। ଆଉ ବର୍ତ୍ତମାନ ଏବେ ବର୍ଷା ପକଉଛି ଜୋରିଆ ଆଉ ଏଇପଟେ ମାନେ କାମ ସେଇପଟେ କାମ ମାନେ ସବୁ ଫିଟିଂ ମାନେ ସେଇପଟେ କାମ ସବୁ ମାନେ ସେଇପଟେ ସବୁ ଖୋଲାଖୋଲି ହେଇଗଲା ୱାରିଂ ଆଉ ଏଇପଟେ ୱାରିଂ ଅଧା ଖୋଲା ହେଇଛି ଅଧା ଅଛି ହେଲା। ଆଉ କାଲି ସକାଳେ ଖୋଲା ହେବ। ଏବେ ତ ଜୋରିଆ ବର୍ଷା ପକଉଛି ଆଉ ବର୍ତ୍ତମାନ ଏବେ ଖାଇବା ଏବେ କ'ଣ ରାତିରେ ମୁଁ ଭାବୁଛି ଖାଇବା କ'ଣ ଆସିଛି ଗୋଟେ ବଢ଼ିଆ ମସ୍ତ ଖାଇବା ଆସିଛି କିନ୍ତୁ ଅଧା ଖାଇସାରିଲେଣି। ମୁଁ କହିଲି ଗାଇସ୍ମାନଙ୍କୁ ଟିକେ ଦେଖେଇଦେବା ବ୍ଲଗ୍ କରିକି ହେଲା। ତ ଇଏ ଆସିଥିଲା ବରା ପକୁଡ଼ି ଆଉ ଏ ରସଗୋଲା ସବୁ ବାଛି ବାଛିକା ଖାଇସାରିଲେଣି ଅଲରେଡ଼ି ହେଲା ବାଛି ବାଛିକା ଖାଇସାରିଲେଣି ସବୁ ଆସିଥିଲା। ଏଇଟା ହେଉଛି କ'ଣ ଏଇଟା ଗୋଟେ ଛେନା ଗଜା ଗୋଟେ ଆସିଛି ତାକୁ ଅଧା ମୁଁ ଖାଇ ଦେଇଛି। ଆଉ ଗୋଟେ କଦଳୀ ଫଦଳୀ ଖାଇସାରିଲିଣି ପୁରା ହେଲା କେତେ କ'ଣ ଆସିଥିଲା ମୁଁ ଖାଇସାରିଲିଣି ଅଲରେଡ଼ି। ଆଉ ଇଏ ଗୋଟେ ପିଠା ଡାକୁ ପିଠା ଆପଣ ଟିକେ କମେଣ୍ଟ କରନ୍ତୁ। ପିମ୍ପୁଡ଼ି ଲାଗିଲାଣି ଏଇଠି ଆଉ ପିମ୍ପୁଡ଼ି ସବୁ ଆସିଲେଣି ଖାଇବେ ବୋଲି ମିଠାରା ନା ଦୁନିଆ ମିଠା ହେଲା। ଏ ଦେଖ ଆଉ ବଡ଼ ଭାଇଙ୍କର ଶ୍ରାଦ୍ଧ ଥିଲା ତାଙ୍କର ମାନେ ତାଙ୍କ ବାପାଙ୍କର କି କାହାର ମୁଁ କହିପାରିବିନି ଶ୍ରାଦ୍ଧ ଥିଲା ଆସିଥିଲା ମିଠା ଏଇଠୁ ଅଧା ମିଶିକି ଖାଇଦେଲେ ମୁଁ ଅଧା ଖାଇଦେଲି। ଏବେ ବର୍ତ୍ତମାନ ବର୍ଷା ବି ଜୋରିଆ ହେଉଛି ବର୍ଷା ବାହାରେ ଗୋଟେ ବର୍ଷା ପକାଉଛି ଆଉ ଚାଲ ଆମେ ଖାଇକି ବର୍ତ୍ତମାନ ଶୋଇପଡ଼ିଆ ହେଲା। ଆଉ ଗାଇସ୍ ଏବେ ବହୁତ ରାତି ହେଇଗଲାଣି ହେଲା। ଆଉ ବର୍ତ୍ତମାନ ଏବେ ଖିଆ ପିଆକୁ ଖାଇବାକୁ ସବୁ କୁକୁରମାନଙ୍କୁ ଖାଇବାକୁ ଦେଇଦେଲି। ଆଉ ବର୍ତ୍ତମାନ ଯାହା ଥିଲା ଯେତିକି ସଫିସିଏଣ୍ଟ ଖାଇବା ପୁରା ଥିଲା ସମସ୍ତଙ୍କୁ ପୁରା ବାଣ୍ଟା ବାଣ୍ଟି କରିକି ଦେଇଦେଲି ହେଲା। ଆଉ ଏଇପଟେ ପୁରା ମେଘ ବର୍ଷା ପକାଉଛି ହେଲେ ବି ବର୍ତ୍ତମାନ ଏଇଠି ମୋ ପ୍ୟାଣ୍ଟ ସାର୍ଟ ଶୁଖୁଛି ହେଲା। ଆଉ ଦେଖ ବେଙ୍ଗର ଖାଲି ରଡ଼ି ଯାଉଛି ମେଘ ବର୍ଷା ହେଉଛି ବୋଲି
तो तो वीडियोटा केमती लगला प्लीज मु वीडियो को लॉन्ग करिया गाइस चाहूनी आ वीडियोटा केमती लगला प्लीज कमेंट रे जणाबे आ वीडियो भल लगी जदि गोटे लाइक टे करेंगे चैनल जब नुआ प्लीज सब्सक्राइब करियो गाइस भूलिए केवे सो देखा नेक्स्ट ब्लॉग सो बाय बाय जय जगन्नाथ आपण जमी था भल था खुशी था आ लाइफ टाइम गाइस एंजॉय कर था बस बाय बाय गुड नाइट जय जगन्नाथ।